ହାଏ ସାଙ୍ଗମାନେ, ଆସନ୍ତୁ ଆଜି ଶିଖିବା ବଳି ପଡ଼ିଥିବା ବଡ଼ ଓଷା ତରଣ ବା ଭୋଗରେ କେମିତି ପିଠା ତିଆରି କରିବା। ଆମେ ଏଥିରେ ଛୋଟ ଛୋଟ ହେଇଥିଲୁ। ବଡ଼ ଓଷା ଦିନ ସନ୍ଧ୍ୟାବେଳକୁ ମୋ ବୋଉ ଚୁଲୁରେ ଗୋଟେ ହାଣ୍ଡିରେ ହାଣ୍ଡିଏ ଭୋଗ କରିଥିବ। ବଡ଼ ଓଷା ଦିନ ପାହାନ୍ତାରୁ ଯିବୁ ଡଙ୍ଗା ଭସିବାକୁ। ଡଙ୍ଗା ଭସିକି ଆସିଲା ପରେ ଥାଳିଏ ବାଢ଼ି ଦେବ, ଏଇଟା ଖାଇକିରି ଯାଅ ଦର୍ଶନ କରିକି ଆସିବ। ପୁଣି କ'ଣ କରିବ, ସନ୍ଧ୍ୟାବେଳକୁ ଟିଫିନରେ ଭୋଗ ଦେବ। ତା ପରଦିନ ସକାଳୁ ଟିଫିନରେ ଭୋଗ ଖାଇ ଖାଇ 2 ଦିନ ପଳେଇବ। ଭାରି ବିରକ୍ତ ଲାଗେ ଭୋଗ ଖାଇବାକୁ। କେତେ ମଣିଷ ଭୋଗ ଖାଇବ? ଯେତେବେଳେ ଭୋଗ ବଳି ପଡ଼େ, ମୋ ବୋଉ କ'ଣ କରେ, ଭୋଗରେ କି ଚାଉଳ ଚୁନା ମିଶାଇ ଗୋଟେ ପିଠା ପ୍ରସ୍ତୁତ କରେ। ଆଜି ଚାଲନ୍ତୁ ଶିଖିବା ସେ ପିଠାଟି କେମିତି ପ୍ରସ୍ତୁତ ହେଉଛି। Till I get